ରେଳ ଚାଳକଙ୍କ ନିମନ୍ତେ ରାଜଯୋଗ ଧ୍ୟାନ କର୍ମଶାଳା ଅନୁଷ୍ଠିତ। ଯୋଗ ମନୁଷ୍ୟକୁ ନିରୋଗ ରଖିବାରେ ସାହାଯ୍ୟ କରିବା ସହିତ ମନକୁ ଚିନ୍ତାମୁକ୍ତ ରଖେ ଓ ଈଶ୍ୱର ପ୍ରାପ୍ତିରେ ସହାୟକ ହୋଇଥାଏ। ରେଳ ଚାଳକମାନେ ଖରା, ବର୍ଷା, ଶୀତ, କାକର, ରାତି ଦିନ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ଲୋକ ଓ ବିଭିନ୍ନ ଧନଜୀବନକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସୁରକ୍ଷିତ ପହଞ୍ଚାଇବା କାର୍ଯ୍ୟ ସୁଚାରୁ ରୂପେ ତୁଲାଇଥାନ୍ତି। ଏଣୁ ରେଳ ଚାଳକମାନେ ସର୍ବଦା ଚିନ୍ତାମୁକ୍ତ ରହିବା ଆବଶ୍ୟକ। ଏଥିପାଇଁ ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ମଣ୍ଡଳର ରେଳ ଚାଳକ ତାଲିମ କେନ୍ଦ୍ର ତରଫରୁ ଶନିବାର ସକାଳେ ସିଏଲ୍ଆଇ ତଥା ଇନ୍ଷ୍ଟ୍ରକ୍ଟର ଅବନୀ କୁମାର ମହାପାତ୍ର, ଡିଭିସି ଏଲ୍ପି ରାଓ ଏବଂ ମୁଖ୍ୟ କର୍ଷଣ ଶକ୍ତି ନିୟନ୍ତ୍ରଣକ ଆଲୋକ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ରାଜଯୋଗ ଧ୍ୟାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଜଟଣୀ ଶାଖାର ବ୍ରହ୍ମକୁମାରୀ ଟିକି ଭଉଣୀ ଓ ମମତା ଭଉଣୀଙ୍କ ସମେତ ସତ୍ୟବ୍ରତ ବେହେରା ଏବଂ ସବ୍ୟସାଚୀ ବେହେରା କାର୍ଯ୍ୟକ୍ରମରେ ଯୋଗଦେଇ ଆମ୍ଭେ ପରମ ପିତା ଈଶ୍ୱରଙ୍କ ସନ୍ତାନ, ଆମ୍ଭେ ସର୍ବଦା ଚାପମୁକ୍ତ ରହିବା ଏବଂ କାର୍ଯ୍ୟ କରିବା ବୋଲି କହିଥିଲେ। ଏହି ଅବସରରେ ଚାପମୁକ୍ତି ଓ ଈଶ୍ୱର ପ୍ରାପ୍ତି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦୁଝରରୁ ନରେନ୍ଦ୍ର କୁମାର ମହାନ୍ତ, ଭାଗବତ ବେହେରା, ନବୀନ ପଲେଇ, ପାରାଦୀପରୁ ସୂର୍ଯ୍ୟକାନ୍ତ ଓଝା, ଚିତ୍ତରଞ୍ଜନ ଦଳେଇ, ଜଖପୁରାରୁ ଆନନ୍ଦ ସାହୁ, ପୁରୀରୁ ସରୋଜ ନାୟକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। କେନ୍ଦୁଝର ସଦରରୁ ଶୈଳବାଳା ପରିଡ଼ାଙ୍କ ରିପୋର୍ଟ, ମନ୍ଥନ ଲାଇଭ୍।